নমস্কার দর্শক বন্ধু, আজ 16 জানুয়ারি 2026 শুক্রবার সকাଳର 20ଟି ଦେଶ ବିଦେଶର ବଛା ବଛା ମୁଖ୍ୟ ଖବର ଆସନ୍ତୁ ଜାଣିବା। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ ସେୟାର ସବସ୍କ୍ରାଇବ କରନ୍ତୁ, ଯାହାକି ପ୍ରତ୍ୟେକ ଦିନ ସକାଳ 5ଟାରେ ଦେଶ ବିଦେଶ ଖବର ପ୍ରଥମେ ପାଇବେ। ଯଦି ଆମେ ପ୍ରଥମ ଖବରକୁ ଯିବା, ସମସ୍ତଙ୍କୁ ଏସ୍ବିଆଇ ଗ୍ରାହକଙ୍କ ପାଇଁ ଆସିଲା 3ଟି ବଡ଼ ଅପଡେଟ୍। ଏସ୍ବିଆଇରେ ଖାତା ଥିଲେ ଲାଗିପାରେ ବଡ଼ ଝଟକା। ହଁ ଦର୍ଶକ ବନ୍ଧୁ, ଯଦି ଆପଣଙ୍କ ପାଇଁ ଏସ୍ବିଆଇରେ ଖାତା ଅଛି ତେବେ ଆପଣଙ୍କ ନିମନ୍ତେ 3ଟି ବଡ଼ ଅପଡେଟ୍ ଆସିଛି। ଏଥିମଧ୍ୟରୁ ଗୋଟିଏ ହେଉଛି ବଡ଼ ଝଟକା, ଅନ୍ୟ ଦୁଇଟି ଉତ୍ତମ ଖବର। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିବରଣୀ। ଏସ୍ବିଆଇର ଗ୍ରାହକ ପାଇଁ ଖୁସି ଖବର। ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଇଡିଓର ସୁଧ ହାର 20 ବେସିସ୍ ପଏଣ୍ଟର ନେଇ ପ୍ରବୃଦ୍ଧି କରାଯାଇଛି ଏବଂ 2 କରୋଡ଼ ଟଙ୍କା କମ୍, ଯେଉଁଥିରେ ଫିକ୍ସଡ ଡିପୋଜିଟ୍ କରାଯାଇପାରେ। ଯଦି ଆମେ ପରବର୍ତ୍ତୀ ଖବରକୁ ଯିବା, ଅଷ୍ଟମ ବେତନ କମିଶନର ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଉପହାର। ସରକାରୀ ଖୋଲିଦେଲା ନୂଆ ଆକାଉଣ୍ଟ। ହଁ ଦର୍ଶକ ବନ୍ଧୁ, ଅଷ୍ଟମ ବେତନ କମିଶନ ଲାଗୁ ହେବ ପୂର୍ବରୁ କେନ୍ଦ୍ର ସରକାରଙ୍କର ଏହା କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଖବର ଘୋଷଣା କରିଛନ୍ତି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଓଡ଼ିଶାରେ ଖୁବ୍ ଶୀଘ୍ର ଆରମ୍ଭ ହେବ ଏସ୍ଆଇଆର। 3 ମାସରେ ସରିବ ପୁରା ପ୍ରକ୍ରିୟା, 70%ରୁ ବ୍ୟାପୀ ଶେଷ। ହଁ ଦର୍ଶକ ବନ୍ଧୁ, ଓଡ଼ିଶାରେ ଖୁବ୍ ଶୀଘ୍ର ଆରମ୍ଭ ହେବ ଭୋଟର ତାଲିକାର ବିଶେଷ ଶୃଙ୍ଖଳାଙ୍କ ବିରୋଧରେ ବା ଏସ୍ଆଇଆର। ମାର୍ଚ୍ଚ ଶେଷ ସୁଦ୍ଧା ଓଡ଼ିଶାରେ ଏସ୍ଆଇଆର ଅଭିଯାନ ଆରମ୍ଭ କରାଇବାକୁ ଯାଉଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ରାହୁଲ ଗାନ୍ଧୀ ହିନ୍ଦୁ ନୁହନ୍ତି, ତାଙ୍କ ରାମ ମନ୍ଦିର ଭିତରେ ପ୍ରବେଶ କରିବାକୁ ଉଚିତ ନୁହେଁ। ଶଙ୍କରାଚାର୍ଯ୍ୟ ଆଚାର୍ଯ୍ୟ ଅଭିମୁକ୍ତେଶ୍ୱରଙ୍କ ପାଇଁ ବିଧାୟକ ବୟାନ। ହଁ ଦର୍ଶକ ବନ୍ଧୁ, କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଯୋଧ୍ୟାରେ ରାମ ମନ୍ଦିର ପରିଦର୍ଶନ କରିପାରନ୍ତି। ଏହା ଖବର ପ୍ରକାଶ ପାଇବା ପରଠାରୁ ଏହା ରାଜନୀତି ମହଲରୁ ଅନ୍ଧ ଏବଂ ମୁନିମାନଙ୍କର ପର୍ଯ୍ୟାୟରୁ ଆଲୋଚନାର ବିଷୟ ପାଲଟିଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ସରକାରଙ୍କ ବଡ଼ ଘୋଷଣା, ବ୍ୟାନ୍ ହେଲା ହରିଜନ ଶବ୍ଦ ବ୍ୟବହାର କରୁଥିଲେ ସାବଧାନ। ହଁ ଦର୍ଶକ ବନ୍ଧୁ, ହରିଜନ ସରକାରଙ୍କର ସମସ୍ତଙ୍କର ବ୍ୟବହାର ହରିଜନ ଏବଂ ଗିରିଜନ ଶବ୍ଦର ବ୍ୟବହାର ସମ୍ପୂର୍ଣ୍ଣ ନିଶ୍ଚିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ସଚିବଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ନିର୍ଦ୍ଦେଶନାମାରେ କୁହାଯାଉଛି ଯେ ଏହି ଶବ୍ଦଗୁଡ଼ିକ ଭାରତୀୟ ସମ୍ବିଧାନରେ ବୈଧ ନୁହେଁ, ତେଣୁ ଏଗୁଡ଼ିକ ବ୍ୟବହାର କରନ୍ତୁ ବନ୍ଦ କରିବାକୁ ଉଚିତ। ଯଦି ଆମେ ପରବର୍ତ୍ତୀ ଖବର ଯିବା, 436 ଟଙ୍କା ଜମା କଲେ ମିଳିବ 2 ଲକ୍ଷ। ଜାଣନ୍ତୁ କେଉଁ ସରକାର ଏହି ଦମଦାର ସ୍କିମ୍, ଆଧା ଲୋକଙ୍କ ଜରିମାନା। ହଁ ଦର୍ଶକ ବନ୍ଧୁ, ସମସ୍ତଙ୍କର ଚାହୁଁଛନ୍ତି ଯେ ସେମାନଙ୍କର ଭବିଷ୍ୟତ ଏବଂ ସେମାନଙ୍କର ପରିବାର ସଦସ୍ୟଙ୍କୁ ସବୁବେଳେ ମଙ୍ଗଳ ହେଉ। ଯଦି ଥିବା ପାଇଁ ସେମାନଙ୍କର ସବୁ ପରିସ୍ଥିତି ବାଳମିକ ପାଇଁ ଭବିଷ୍ୟତ ଯୋଜନା ପ୍ରସ୍ତୁତ କରୁଛନ୍ତି। ବୃଦ୍ଧାବସ୍ଥାରେ କିମ୍ବା ପେନସନ ସେମାନଙ୍କର ଜୀବନଶୈଳୀଗୁଡ଼ିକର ଆହୁରି ସହଜ ଦିଆଯିବ। ସେଥିପାଇଁ ବୃଦ୍ଧି ଜୀବନଙ୍କ ପାଇଁ କରିବା ପାଇଁ ଅନୁଯାୟୀ ଏହି ଯୋଜନାରେ ଭୀମାରେ ନିଶ୍ଚିତ ଭାବରେ ଯୋଗଦାନ ଉଚିତ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ନିଶାଙ୍କୁ ନେଇ ବଢ଼ିଲା ବିବାଦ, ଖୁବ୍ ଶୀଘ୍ର ହୋଇପାରନ୍ତି ଗିରଫ ଖୋଜୁଛି ପୋଲିସ। ହଁ ଦର୍ଶକ ବନ୍ଧୁ, ମହଙ୍ଗା ପଡ଼ିଲା ଅଶ୍ଳୀଳ ନାଚ। ଅଶ୍ଳୀଳ ନାଚ ପାଇଁ ଗିରଫ ହୋଇଛନ୍ତି ନିଶା ମହାରଣା। ବଲାଙ୍ଗୀରରେ ଶରଦ ଥାନାରେ ମାମଲା ରୁଜୁ ପରେ ବଢ଼ିଲା ଗିରଫ ସମ୍ଭାବନା। ଗତ 12 ତାରିଖରେ ଚନ୍ଦନ ଭାଟିରେ ଅଶ୍ଳୀଳ ନୃତ୍ୟ ଅଭିଯୋଗରେ ମାମଲା ରୁଜୁ କରାଯାଇଛି। 2 ଆୟୋଜିତଙ୍କୁ ପୋଲିସ ଅଟକ ରଖିଥିବା ପରେ ନିଶାଙ୍କ ସମସ୍ୟା ଏବେ ବଢ଼ିବାରେ ଲାଗିଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା, ଏସ୍ବିଆଇରେ ବମ୍ଫର ନିଯୁକ୍ତି। 10ମ ପାସ୍ କରିଥିଲେ ଆଜି ହିଁ କରନ୍ତୁ ଆବେଦନ, ମିଳିବ ମୋଟା ଅଳଙ୍କାର ଦରମା। ହଁ ଦର୍ଶକ ବନ୍ଧୁ, 10ମ ପାସ୍ ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର। ରିଜର୍ଭ ବ୍ୟାଙ୍କ ଆଣୁଛି ସୁବର୍ଣ୍ଣ ସୁଯୋଗ। ଆର୍ବିଆଇ 572ଟି ଅଫର ଆଣ୍ଡାମାନର ପଦବୀ ପାଇଁ ବିଜ୍ଞପ୍ତି 2026 ଜାରି କରିଛି। 10ମ ପାସ୍ କରିଥିଲେ ଯୁବକ ଯୁବତୀମାନେ ଏଥିପାଇଁ ଆବେଦନ କରିପାରିବେ। ଏହି ବିଜ୍ଞପ୍ତି 15 ଜାନୁଆରୀ 2026ରେ ଏସ୍ବିଆଇର RBI.org.in ଅଫିସିଆଲରେ ଆପଣମାନେ ଆବେଦନ କରିପାରିବେ। ଯଦି ଆମେ ପରବର୍ତ୍ତୀ ଖବର ଯିବା, କେନ୍ଦ୍ର ସରକାରଙ୍କର 8ମ ବେତନ କମିଶନ ଲାଗୁ ହେବା ପୂର୍ବରୁ କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ଖୁସି ଖବର। ସରକାର ଏବେ ନୂତନ କମିଟି ସାଲାରୀ ଆକାଉଣ୍ଟ ପ୍ୟାକେଜର କରୁଛନ୍ତି। ଏହା ଏକ ବ୍ୟାଙ୍କ ଆକାଉଣ୍ଟ ହେବ, ଯାହା କର୍ମଚାରୀଙ୍କ ଗୋଟିଏ ବେତନ ଆକାଉଣ୍ଟକୁ ଯିବ, ଋଣ ଏବଂ ବ୍ୟାଙ୍କିଂ ସେବା ପ୍ରଦାନ କରିବେ। ଯଦି ଆମେ ପରବର୍ତ୍ତୀ ଖବର ଯିବା, ପିୟୁଷ ନଥିଲେ ବନ୍ଦ କରାଯିବ ପାରେନି ତେଳ। ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ ପେଟ୍ରୋଲିୟମ ଡିଲର ଆସୋସିଏସନ। ହଁ ଦର୍ଶକ ବନ୍ଧୁ, ପ୍ରଦୂଷଣ ନିୟନ୍ତ୍ରଣ ପାର୍ଟିସିପେଟ୍ ବା ୟୁପିଏର ବିବାଦ ପରିଚାଳନା ବିଭାଗ ପିଛା ଛାଡୁନି। ୟୁପିସି ମଧ୍ୟ ମୂଳତଃ କରିବା ପରେ ଘଣ୍ଟା ଘଣ୍ଟା ଧରି ପାର୍ଟିସିପେଟ୍ କେନ୍ଦ୍ର ଆଗରେ ଲୋକଙ୍କ ଧାଡ଼ି ଲାଗିବ।
ଯଦି ଆମେ ପରବର୍ତ୍ତୀ ଖବର ଯିବା ସଚିବ ସ୍ଥଳୀୟ ବୈଠକ ପରି ମୁଖ୍ୟ ସଚିବଙ୍କ ବଡ଼ ସୂଚନା ନିଯୁକ୍ତି ସୁଯୋଗ ହନ୍ଦସବନ୍ଧୁ ମୁଖ୍ୟ ସଚିବ ଅଧ୍ୟକ୍ଷାରେ ଗୁରୁବାର ସଚିବ ସ୍ଥଳୀ ବୈଠକ ବସିଥିଲା। ତେବେ ବୈଠକରେ ଶେଷ ହେବା ପରି ବଡ଼ ଘୋଷଣା କରୁଛନ୍ତି ଅନୁ ଗର୍ବ। କୋଲକାତାରେ ଇନଭେଷ୍ଟର ମିଟ୍ ଅନୁଷ୍ଠିତ ହେବ। ଇନଭେଷ୍ଟର ମିଟ୍ ଏବଂ ମୁଖ୍ୟମନ୍ତ୍ରୀ ଶିଳ୍ପ ସଚିବଙ୍କ ସହ ମୁଖ୍ୟ ସଚିବ ଯିବେ। ଏହାଦ୍ୱାରା ଓଡ଼ିଶାକୁ ପୁଞ୍ଜି ଆସିବ। ଯଦି ଆମେ ପରବର୍ତ୍ତୀ ଖବର ଯିବା ଏହି ମାଛରୁ ତିଆରି ହୁଏ ମଦ। ପେଟରୁ ବାହାରେ ଅପରେସନ ପୁରା ଯାହା ଜାଲରେ ଫସିଲା ସିଏ ମାଲେମାଲ। ହଁ ଦର୍ଶକ ବନ୍ଧୁ, ଆପଣମାନେ ଅନେକ ସମୟରେ ଅନେକ ବିରଳ ପ୍ରଜାତିର ମାଛ ଦେଖିବାକୁ ଏମିତି କିଛି ମାଛ ଔଷଧ ହୋଇପାରେ ବି ଶୁଣିବାର ଏକ କେବେ ମାଛରୁ ମଦ ତିଆରି ହୁଏ ଶୁଣିଛନ୍ତି କି? ଯଦି ଆମେ ପରବର୍ତ୍ତୀ ଖବର ଯିବା ରୁଷ ୟୁକ୍ରେନ ଶାନ୍ତି ଆକଳନ ପୁଟିନ ନୁହେଁ ଜେଲେନ୍ସି ସୃଷ୍ଟି କରୁଛନ୍ତି ବାଧା ଡ୍ରମ୍। ବନ୍ଧୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ଏବଂ ୟୁକ୍ରେନ ବିବାଦ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ରୁଷ ୟୁକ୍ରେନ ବିବାଦକୁ ଅଛି ପାରୁନାହାନ୍ତି ଏକ ସମ୍ଭାବ୍ୟ ଶାନ୍ତି ତୁର୍କୀରେ ବାଧା ସୁହେଁ ବରଂ ୟୁକ୍ରେନକୁ ଆସୁଛି ଡ୍ରମ୍। ଅଭିଯୋଗ କରିଛନ୍ତି ରୁଷ ରାଷ୍ଟ୍ରପତି ଦାମିଗ୍ରର ପୁଟିନ ଏହା ପୁଚିତାଉ ଲାଜ ରହିଛନ୍ତି। ଯଦି ଆମେ ପରବର୍ତ୍ତୀ ଖବର ଯିବା ବାଇକ୍ ଚାଳକଙ୍କ ପାଇଁ ଆସିଲା ନୂଆ ନିୟମ। ହେଲମେଟ୍ ପିନ୍ଧିଥିଲେ ବି ଦେବାକୁ ପଡ଼ିବ 2000 ଟଙ୍କା ଫାଇନ୍। ହଁ ଦର୍ଶକ ବନ୍ଧୁ, ସୂଚନା ଅନୁଯାୟୀ ଆସିଲା ନୂଆ ଟ୍ରାଫିକ ନିୟମ। ସବାଡ଼ ହେବ ବାଇକ୍ ଚାଳକ। ହେଲମେଟ୍ ପିନ୍ଧିଥିଲେ ମଧ୍ୟ ଗରିବ ଟଙ୍କା ଦେବାକୁ ପଡ଼ିବ 2000 ଟଙ୍କା। ନୂଆ ନିୟମ ଅନୁଯାୟୀ ବର୍ତ୍ତମାନ ବାଇକ୍ ଚାଳକ ହେଲମେଟ୍ ପିନ୍ଧିଥିଲେ ମଧ୍ୟ ଜରିମାନା ହେବେ। ଯଦି କୌଣସି ବ୍ୟକ୍ତି ବିନା ଆଇଏନ୍ସିର ଥିବା ହେଲମେଟ୍ ପିନ୍ଧିନଥିବେ ତେବେ ଦେବାକୁ ପଡ଼ିବ 2000 ଜରିମାନା। ଯଦି ଆମେ ପରବର୍ତ୍ତୀ ଖବର ଯିବା ବିଜୁ ଜୟନ୍ତୀରୁ ନୂଆ ମୋଡ଼ ହେବ ବିଜେଡି। ହଁ ଦର୍ଶକ ବନ୍ଧୁ, ବିଜେଡିର ସବୁ ଆକଳନ ମାମଲାକାଣ୍ଡ ଉପରେ ପ୍ରଫୁଲ୍ଲ ନବୀନ ପଟ୍ଟନାୟକଙ୍କ ଖୋସା କରାଯାଇଛି। କାହା ଉପରେ ତାଙ୍କର ଭରସା ନାହିଁ। ସେଥିପାଇଁ ସେ ନିଜେ ମଙ୍ଗ ଧରିଛନ୍ତି ନା ପ୍ରମାଣ। ପ୍ରକାଶ ଦାସ ପାଇଁ ନିଜେ ଭିକେ ପାଣ୍ଡ୍ୟାଙ୍କ ନାଁରେ ଅଭିଯୋଗ। ଯଦି ଆମେ ପରବର୍ତ୍ତୀ ଖବର ଯିବା ରାଜ୍ୟରେ ପୁଣି ହାଡ଼ଭଙ୍ଗା ଶୀତ 17 ଯେ ଥରାଇବ କଳବଳ କରିବ ଥଣ୍ଡା। 18ରୁ ପାଗ ମେଘୁଆ। ହଁ ଦର୍ଶକ ବନ୍ଧୁ, ରାଜ୍ୟରେ ପୁଣି ହାଡ଼ଭଙ୍ଗା ଶୀତ ଅନୁଭୂତ ହେବ। ଦକ୍ଷିଣ ପଶ୍ଚିମ ତଥା ଉତ୍ତର ଦିଗରେ ଥଣ୍ଡା ସୂକ୍ଷ୍ମ ବାୟୁ ଗ୍ରହଣ କରୁଛି। ଏହା ଆହୁରି ଶକ୍ତିଶାଳୀ ହେଉଛି। ଏହା ପ୍ରଭାବରେ 17 ତାରିଖ ଯେ ପୁରା ରାଜ୍ୟରେ ଥଣ୍ଡା ରହିବ। କିନ୍ତୁ ପଶ୍ଚିମବଙ୍ଗ ପ୍ରଭାବରେ 18ରୁ ପାଗ ମେଘୁଆ ରହିବ। ଏହା ତାପମାତ୍ରା ବଢ଼ାଇବାର ସହ ଶୀତ କମିବ। ଯଦି ଆମେ ପରବର୍ତ୍ତୀ ଖବର ଯିବା ଇଣ୍ଡିଗୋରେ ଗାର୍ଲଫ୍ରେଣ୍ଡ ଅଫର ମାତ୍ର 1 ଟଙ୍କାରେ ଫ୍ଲାଇଟ୍ ଯାତ୍ରା କରିପାରିବେ ପିଲା। କେମିତି ବୁକ୍ କରିବେ ଜାଣନ୍ତୁ। ହଁ ଦର୍ଶକ ବନ୍ଧୁ, ବିମାନ ଯାତ୍ରୀଙ୍କ ପାଇଁ ଆସୁଛି ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ସୁବର୍ଣ୍ଣ ସୁଯୋଗ। ଏହି ସୁଯୋଗରେ ଜରିରୁ ମିଳିବ ହାଡ଼ଭଙ୍ଗା। ତୁରନ୍ତ ଟିକେଟ ବୁକିଂ କରିପାରିବେ କାରଣ ମାତ୍ର 1 ଟଙ୍କାରେ ମିଳିବ ଫ୍ଲାଇଟ୍ ଟିକେଟ। ଇଣ୍ଡିଗୋ ଏୟାର ଲାଇନ୍ସ ଏହା ଯାତ୍ରୀମାନଙ୍କ ପାଇଁ ଏକ ଚମତ୍କାର ନୂଆ ବର୍ଷର ସେଲ୍ ଇନ୍ ଟୁ 2026 ଘୋଷଣା କରାଯାଇଛି। ଯଦି ଆମେ ପରବର୍ତ୍ତୀ ଖବରକୁ ଯିବା ପ୍ରେମିକ ଘର ଆଗରେ ଝୁଲନ୍ତା ପ୍ରେମିକର ମୃତଦେହ ହତ୍ୟା ସନ୍ଦେହ। ହଁ ଦର୍ଶକ ବନ୍ଧୁ, ପ୍ରେମିକା ଘର ଆଗରେ ଝୁଲନ୍ତା ପ୍ରେମିକର ମୃତଦେହ। ସୁନ୍ଦରଗଡ଼ ଜିଲ୍ଲା ରାଜଗାପୁର ଥାନା ମାଜପାଲପଦରେ ଏଭଳି ଘଟଣା ଘଟିଛି। ଯୁବକଙ୍କ ଜଣକ ରାଜା ଜଙ୍ଗଲ ରାଜବନ୍ଧ ଅଞ୍ଚଳରେ 25 ବର୍ଷୀୟ ବିକାଶ ମହାନନ୍ଦିଆ ବୋଲି ଜଣାପଡ଼ିଛି। ଯଦି ଆମେ ପରବର୍ତ୍ତୀ ଖବର ଯିବା ଘର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେବେ ବାଇକ୍ ଏବଂ କ'ଣ ଅଛି ଏହି ଘର ଦେଖନ୍ତୁ ଭିଡ଼ିଓ। ହଁ ଦର୍ଶକ ବନ୍ଧୁ, ସୂଚନା ଅନୁଯାୟୀ ଗତ ବର୍ଷ ପରେ ଜିଲ୍ଲା କାଶୀର ଗ୍ରାମର 4 ନମ୍ବର ୱାର୍ଡରେ ବସବାସ କରୁଥିବା ପାଲିକ ସଞ୍ଜୀବ ରାୟ ଏବଂ ଘର ଆପଣଙ୍କ ଦେଖିବାକୁ ଆଶ୍ଚର୍ଯ୍ୟ ହୋଇଯାଉଛି। ତେବେ ସେହି ଜଣ ନିଜ ମଜୁରିଆ ଏବଂ ବାହାଘର ଆଦିରେ ଭାବରେ କାମ କରୁଛନ୍ତି। ପଇସା ରୋଜଗାର କରନ୍ତି ବହୁତ ଧୀରେ ଧୀରେ ଏବଂ ସମ୍ପୂର୍ଣ୍ଣ ପରେ ଦିଆଯିବ।